ବନ୍ଧୁ ମାନେ ଶୁକ୍ରବାରର ରାତିଟି ଆପଣଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହେବା ପାଇଁ ଯାଉଛି। ଶୁକ୍ରବାର ରାତିରେ କେବଳ 2ଟି ଲବଙ୍ଗ ଏବଂ 3ଟି କର୍ପୂର ସହିତ ଏହି ଛୋଟିଆ ଉପାୟ କରିଦିଅନ୍ତୁ। ଯଦି ଆପଣ ବିଧି ପୂର୍ବକ ଏହି ଉପାୟଟି କରିଦେଉଛନ୍ତି, ତେବେ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହେବ। ବନ୍ଧୁମାନେ, ଅନେକ ଲୋକ କଷ୍ଟରେ ଜୀବିକା ନିର୍ବାହ କରନ୍ତି। ଇଏମ୍ଆଇ, ଘର ଭଡ଼ା, ପିଲାମାନଙ୍କର ଫିସ୍ ଏବଂ ମାସ ଶେଷରେ ସେମାନଙ୍କର ପକେଟ ଖାଲି ଥାଏ। ଆପଣ କଠିନ ପରିଶ୍ରମ କରନ୍ତି, ଦିନ ରାତି ପରିଶ୍ରମ କରନ୍ତି, କିନ୍ତୁ ତଥାପି ଟଙ୍କା ଆପଣଙ୍କ ପକେଟରେ ରହେ ନାହିଁ। ଏହା କାହିଁକି ଘଟେ, ଆପଣ କେବେ ଭାବିଛନ୍ତି କି? ଏବଂ କେତେ ଲୋକ ଋଣର ଭାରଗ୍ରସ୍ତ କାହିଁକି? ସେମାନେ କାହାଠାରୁ ଟଙ୍କା ଋଣ ନେଇଥିଲେ ଏବଂ ଭାବିଥିଲେ ଯେ ସେମାନେ ଏହାକୁ ଶୀଘ୍ର ପରିଶୋଧ କରିବେ, କିନ୍ତୁ ହ୍ରାସ ହେବା ପରିବର୍ତ୍ତେ ସେହି ଋଣ ବଢ଼ିବାରେ ଲାଗିଛି। ଆପଣ ରାତିରେ ଶୋଇବାକୁ ଚେଷ୍ଟା କରନ୍ତି, କିନ୍ତୁ ଆପଣ କରିପାରୁନାହାନ୍ତି। ଆପଣଙ୍କର ଆଖି ବନ୍ଦ ହୋଇଯାଏ, କିନ୍ତୁ ଆପଣଙ୍କ ମନ ହିସାବ କରି ଚାଲିଥାଏ। ବନ୍ଧୁମାନେ, ଏହା ଆପଣଙ୍କର ଦୋଷ ନୁହେଁ। କେତେବେଳେ ଏହା ଗ୍ରହମାନଙ୍କର ସ୍ଥିତି, କେତେବେଳେ ଏହା ପୁରୁଣା କର୍ମ, କେତେବେଳେ ଘରେ ବାସ୍ତୁ ଦୋଷ ଥାଏ, କେତେବେଳେ କାହାର ଖରାପ ନଜର ପଡ଼ିଯାଏ ଏବଂ ସବୁକିଛି ଠିକ୍ ଦେଖାଯାଉଥିଲେ ମଧ୍ୟ ଜିନିଷଗୁଡ଼ିକ ଭୁଲ ହୋଇଯାଏ। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ, କାରଣ ଏଠାରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଅଛି। ଲବଙ୍ଗ ଏବଂ କର୍ପୂର ଏଥିରେ ବିଶେଷ ଶକ୍ତି ନିହିତ ଥାଏ। ଲବଙ୍ଗରେ ଏକ ବିଶେଷ ଉପାଦାନ ୟୁଜୋନଲ ଥାଏ, ଯାହା ନକାରାତ୍ମକ ଶକ୍ତିକୁ ନଷ୍ଟ କରେ। ଯେଉଁଠାରେ ଲବଙ୍ଗ ଜାଳି ଦିଆଯାଏ, ପରିବେଶ ଶୁଦ୍ଧ ହୁଏ, ଘରର ବାୟୁ ସଫା ହୋଇଯାଏ ଏବଂ ଯେତେବେଳେ ବାୟୁ ସଫା ହୁଏ, ଚିନ୍ତାଧାରା ସ୍ପଷ୍ଟ ହୋଇଯାଏ। ଯେତେବେଳେ ଚିନ୍ତାଧାରା ସ୍ପଷ୍ଟ ହୁଏ, ନିଷ୍ପତ୍ତି ମଧ୍ୟ ଠିକ୍ ହୁଏ ଏବଂ ଯେତେବେଳେ ନିଷ୍ପତ୍ତି ଠିକ୍ ହୁଏ, ଜୀବନ ପରିବର୍ତ୍ତନ ହୁଏ। 2ଟି ଲବଙ୍ଗ ମଧ୍ୟ ଏକ ସଂଖ୍ୟା। ଏହା ଗୁରୁତ୍ୱପୂର୍ଣ୍ଣ। 2 ଏକ ଦମ୍ପତିଙ୍କୁ ପ୍ରତୀକ କରେ। 2 ଶ୍ରୀ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଶକ୍ତିକୁ ପ୍ରତିନିଧିତ୍ୱ କରେ। 2 ପୁରୁଷ ଏବଂ ପ୍ରକୃତିକୁ ପ୍ରତିନିଧିତ୍ୱ କରେ ଏବଂ 2 ଦିନ ଏବଂ ରାତିର ସନ୍ତୁଳନକୁ ପ୍ରତିନିଧିତ୍ୱ କରେ। ଯେତେବେଳେ ଆମେ 2ଟି ଲବଙ୍ଗ ଅର୍ପଣ କରୁ, ଆମ ଜୀବନରେ ସନ୍ତୁଳନ ପାଇଁ ମାଗୁ, ସନ୍ତୁଳନ ଯାହା ସୁଖ ଏବଂ ଶାନ୍ତି ଆଣିଥାଏ। ଏବଂ କର୍ପୂର ବିଷୟରେ ଆଲୋଚନା କରିବା। କର୍ପୂର ହେଉଛି ସବୁଠାରୁ ପବିତ୍ର ପୂଜା ସାମଗ୍ରୀ। ଯେତେବେଳେ କର୍ପୂର ଜଳେ, ଏହା ସମ୍ପୂର୍ଣ୍ଣ ଜଳେ, କୌଣସି ପାଉଁଶ ବାକି ନଥାଏ। ଏହା କର୍ପୂରର ପ୍ରକୃତି ଏବଂ ଏହା ତାର କର୍ତ୍ତବ୍ୟ ଏବଂ ବାର୍ତ୍ତା। ଅହଙ୍କାରକୁ ସମ୍ପୂର୍ଣ୍ଣ ଜଳା। କର୍ପୂର ପରି ପୁରୁଣା, ଖରାପ ଏବଂ ନକାରାତ୍ମକ ସବୁକିଛି ଜାଳିଦିଅ। କୌଣସି ଚିହ୍ନ ଛାଡ଼ ନାହିଁ। ଶାସ୍ତ୍ରରେ କର୍ପୂରକୁ ଈଶ୍ୱରଙ୍କ ଆରତିରେ ଜାଳିବା ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ, କାରଣ କର୍ପୂର ଧୂଆଁ ବାୟୁମଣ୍ଡଳକୁ ଶାରୀରିକ ଏବଂ ଆଧ୍ୟାତ୍ମିକ ଭାବରେ ପବିତ୍ର କରେ। ଯେଉଁଠାରେ କର୍ପୂର ଜଳେ, ଦେବତାମାନେ ସେଠାରେ ବାସ କରନ୍ତି। 3ଟି କର୍ପୂର ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କୁ ପ୍ରତିନିଧିତ୍ୱ କରେ। ସୃଷ୍ଟି, ପୋଷଣ ଏବଂ ବିନାଶକୁ ପ୍ରତିନିଧିତ୍ୱ କରେ। ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ପ୍ରତିନିଧିତ୍ୱ କରେ। ଯେତେବେଳେ ଆପଣ 3ଟି କର୍ପୂର ଜାଳିବେ, ସେତେବେଳେ ଆପଣ 3ଟି ଶକ୍ତିକୁ ବ୍ୟବହାର କରିବେ। 2ଟି ଲବଙ୍ଗ 5ଟି ପ୍ରତିନିଧିତ୍ୱ କରେ, ଯାହା 5ଟି ଉପାଦାନକୁ ପ୍ରତିନିଧିତ୍ୱ କରେ: ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ। ଯେତେବେଳେ ଆପଣଙ୍କର ପ୍ରତିକାର 5ଟି ହୋଇଥାଏ, ଏହା 5ଟି ଉପାଦାନକୁ ସନ୍ତୁଳିତ କରେ ଏବଂ ଯେତେବେଳେ 5ଟି ଉପାଦାନ ସନ୍ତୁଳିତ ହୁଏ, କୌଣସି ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ। ଏବେ ରାତିରେ ଆମେ ଏହି ଉପାୟଟି କାହିଁକି କରିବା? ତ ବନ୍ଧୁମାନେ, ରାତି ବହୁତ ଶକ୍ତିଶାଳୀ। ଆୟୁର୍ବେଦ ଏବଂ ଜ୍ୟୋତିଷରେ ରାତିକୁ ବିଶେଷ ଫଳପ୍ରଦ ବୋଲି ବର୍ଣ୍ଣନା କରାଯାଇଛି। ରାତିରେ କରାଯାଇଥିବା ପୂଜା ଏବଂ ଉପଚାର ବିଶେଷ ଫଳ ପ୍ରଦାନ କରେ, କାରଣ ରାତିରେ ଶବ୍ଦ କମ୍ ଥାଏ, ମନ ଶାନ୍ତ ଥାଏ ଏବଂ ଯେତେବେଳେ ମନ ଶାନ୍ତ ଥାଏ, ଆପଣଙ୍କର ବିଶ୍ୱାସ ଏବଂ ସଂକଳ୍ପ ସିଧାସଳଖ ଭଗବାନଙ୍କ ପାଖରେ ପହଞ୍ଚିଥାଏ, ବିନା କୌଣସି ବାଧାରେ। ଏବଂ ଏହି ଉପାୟଟି ଶୁକ୍ରବାର ଦିନ କରିବା ଦ୍ୱାରା ମା ଲକ୍ଷ୍ମୀ ଶୁକ୍ରବାର ଦିନ ଅତ୍ୟନ୍ତ ପ୍ରସନ୍ନ ଥାନ୍ତି।
ତ ଶୁକ୍ରବାର ଦିନ ଯଦି ଆପଣ ଏହି ଉପାୟଟି କରୁଛନ୍ତି, ତେବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ। ଯଦି ଆପଣ କିଛି ଇଣ୍ଟରଭ୍ୟୁ ଦେଇଛନ୍ତି, କଠିନ ପରିଶ୍ରମ କରିଛନ୍ତି, କିନ୍ତୁ କିଛି ଆପଣଙ୍କୁ ପଛରେ ପକାଇ ଦେଉଛି, ତେବେ ଆପଣ ଶୁକ୍ରବାର ରାତିରେ ଏହି ପ୍ରତିକାର କରନ୍ତୁ। ଏବଂ ଯେତେବେଳେ ଆପଣ ଏପରି କରିବେ, ତେବେ ଏହି ସଂକଳ୍ପ କରନ୍ତୁ, ହେ ମା ଲକ୍ଷ୍ମୀ, ହେ ଶ୍ରୀ ବିଷ୍ଣୁ, ମୋ ରାସ୍ତାରେ ଥିବା ପ୍ରତିବନ୍ଧକ ଗୁଡ଼ିକୁ ଦୂର କରନ୍ତୁ। ବିଶ୍ୱାସ କରନ୍ତୁ, ଭଗବାନ ସେହି ଭକ୍ତମାନଙ୍କର ପ୍ରାର୍ଥନା ଶୁଣନ୍ତି ଯେଉଁମାନଙ୍କର ବ୍ୟବସାୟ ମନ୍ଥର, କ୍ଷତି ସହୁଥିବା ବା ଋଣଗ୍ରସ୍ତ। ଏହି ପ୍ରତିକାର ଆପଣଙ୍କ ପାଇଁ ମଧ୍ୟ। ତ ଶୁକ୍ରବାର ରାତିରେ ଆପଣ କର୍ପୂର ଜଳାନ୍ତୁ ଏବଂ ଆପଣଙ୍କର ଦୋକାନ କିମ୍ବା ବ୍ୟବସାୟ ସ୍ଥାନରେ ଆପଣ ସେହି ଦିଗକୁ ମୁଖ କରି ପ୍ରାର୍ଥନା କରନ୍ତୁ। ଯଦି ଦୋକାନ ଘରଠାରୁ ଦୂରରେ ଅଛି, ତେବେ ଘରେ ରହି ଆପଣ ଦୋକାନ କିମ୍ବା ବ୍ୟବସାୟ ଥିବା ଦିଗକୁ ମୁଖ କରି ପ୍ରାର୍ଥନା କରନ୍ତୁ। ରୋଗୀ ଏବଂ ଅସୁସ୍ଥ ପରିବାର ସହ ଥିବା ଲୋକଙ୍କ ପାଇଁ ଆପଣ ଏହି ପ୍ରତିକାର ରୋଗଗ୍ରସ୍ତ ପରିବାରରେ ଉତ୍ତମ ସ୍ୱାସ୍ଥ୍ୟ ଆଣିଥାଏ। ଯେଉଁମାନଙ୍କ ଘର ନକାରାତ୍ମକ ଶକ୍ତି ଦ୍ୱାରା ଜର୍ଜରିତ, ଯେଉଁଠାରେ ବାରମ୍ବାର ଝଗଡ଼ା ହୁଏ, ଯେଉଁଠାରେ ଘରେ ଶାନ୍ତି ନଥାଏ, ଯେଉଁଠାରେ କିଛି ଅଦୃଶ୍ୟ ଚାପ ଥାଏ, ସେମାନଙ୍କ ପାଇଁ ଶୁକ୍ରବାର ରାତିରେ କର୍ପୂର ଜଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର୍ପୂରର ଧୂଆଁ ନକାରାତ୍ମକ ଶକ୍ତିକୁ ନଷ୍ଟ କରେ। ଏହି ଉପଚାର ଶ୍ରୀ ବୃଦ୍ଧମାନଙ୍କ ପାଇଁ ମଧ୍ୟ, ଯେଉଁମାନେ ନିଜ ଜୀବନରେ ଏହି ପର୍ଯ୍ୟାୟରେ ଶାନ୍ତି, ସ୍ୱାସ୍ଥ୍ୟ ଏବଂ ପାରିବାରିକ ସୁଖ ଚାହାନ୍ତି। ତ ବନ୍ଧୁମାନେ, ଧ୍ୟାନ ଦେଇ ଶୁଣନ୍ତୁ। ଆପଣ ଏହି ଉପାୟଟି ଶୁକ୍ରବାର ସନ୍ଧ୍ୟା 7ଟାରୁ 9ଟା ମଧ୍ୟରେ କରିବା ଉଚିତ। ଏହି ପ୍ରତିକାରଟି କରିବା ପୂର୍ବରୁ ଆପଣ ଭଲ ଭାବରେ ସ୍ନାନ କରି ଦିଅନ୍ତୁ, କିମ୍ବା ଯଦି ସ୍ନାନ କରିପାରୁନାହାନ୍ତି, ତ ଭଲ ଭାବରେ ଗୋଡ଼, ହାତ ଏବଂ ମୁହଁକୁ ଧୋଇ ନିଅନ୍ତୁ। ତାପରେ ଶୁଦ୍ଧ ବସ୍ତ୍ର ପିନ୍ଧନ୍ତୁ ଏବଂ ନିଜର ପୂଜା ଘରକୁ ଯାଆନ୍ତୁ। ସେଠାରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ବସନ୍ତୁ। ଗୋଟିଏ ଛୋଟ ଥାଳି ନିଅନ୍ତୁ ଏବଂ ସେଥିରେ 2ଟି ଲବଙ୍ଗ, 3ଟି କର୍ପୂର ଏବଂ ଏକ ଛୋଟ ଦୀପ ରଖନ୍ତୁ। ଘିଅ କିମ୍ବା ତେଲର ଦୀପ ଆପଣ ବ୍ୟବହାର କରିପାରିବେ। ପ୍ରଥମେ ଦୀପ ଜାଳନ୍ତୁ। ଏହାକୁ ଜାଳିବା ସମୟରେ ମନରେ କୁହନ୍ତୁ, ହେ ମା ଲକ୍ଷ୍ମୀ, ହେ ଶ୍ରୀ ବିଷ୍ଣୁ, ମୁଁ ଏହି ଆଲୋକ ଆପଣଙ୍କର ପାଦରେ ସମର୍ପିତ କରୁଛି। ତାପରେ ହାତ ଯୋଡ଼ି ବା ଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ। ତାପରେ ଗୋଟିଏ ପରେ ଗୋଟିଏ 3ଟି କର୍ପୂର ଜାଳି ଦିଅନ୍ତୁ। ଯେତେବେଳେ ଆପଣ ପ୍ରଥମ କର୍ପୂର ଜାଳିବେ, ମନରେ କୁହନ୍ତୁ, ହେ ମା ଲକ୍ଷ୍ମୀ, ହେ ଶ୍ରୀ ବିଷ୍ଣୁ, ମୋ ଜୀବନରୁ ଦାରିଦ୍ର୍ୟ ଏବଂ ଅଭାବକୁ ଜାଳି ଦିଅନ୍ତୁ। ଯେତେବେଳେ ଆପଣ ଦ୍ୱିତୀୟ ଲବଙ୍ଗ ଜାଳିବେ, କୁହନ୍ତୁ, ହେ ମା ଲକ୍ଷ୍ମୀ, ହେ ଶ୍ରୀ ବିଷ୍ଣୁ, ମୋ ଘରେ ଥିବା ନକାରାତ୍ମକତାକୁ ଜାଳି ଦିଅନ୍ତୁ। ଯେତେବେଳେ ଆପଣ ତୃତୀୟ ଲବଙ୍ଗ ଜାଳିବେ, କୁହନ୍ତୁ, ହେ ମା ଲକ୍ଷ୍ମୀ, ହେ ଶ୍ରୀ ବିଷ୍ଣୁ, ମୋ ମନରେ ସନ୍ଦେହ ଏବଂ ଭୟକୁ ଜାଳି ଦିଅନ୍ତୁ। ଏହାପରେ 2ଟି ଲବଙ୍ଗ ନେଇ ଦୀପ ଜାଳିବା ସମ୍ମୁଖରେ ରଖନ୍ତୁ। ସେଗୁଡ଼ିକୁ ନ ଜାଳି କେବଳ ଅର୍ପଣ କରନ୍ତୁ। ଯେତେବେଳେ ଆପଣ ସେଗୁଡ଼ିକୁ ଅର୍ପଣ କରିବେ, କୁହନ୍ତୁ, ମୁଁ ଏହି ଲବଙ୍ଗ ଆପଣଙ୍କୁ ସମର୍ପିତ କରୁଛି। ଯେପରି ଏହି ସୁଗନ୍ଧ ବ୍ୟାପିଥାଏ, ସେହିପରି ମୋ ଘରେ ସୁଖ ଏବଂ ସମୃଦ୍ଧି ବ୍ୟାପିଯାଉ। ଏବେ ଆପଣ ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଓಂ ଶ୍ରୀ ମହାଲକ୍ଷ୍ମୀ ନମଃ ଏବଂ ଓಂ ନମଃ ଭଗବତେ ବାସୁଦେବାୟ ନମଃ। ଏହି ମନ୍ତ୍ରକୁ ଆପଣ ପ୍ରତ୍ୟେକ ମନ୍ତ୍ରକୁ 108 ଥର ଲେଖାଏଁ ଜପ କରନ୍ତୁ। ଯଦି ଆପଣଙ୍କ ପାଖରେ ମାଳା ନାହିଁ, ତେବେ ଆପଣ ନିଜ ଆଙ୍ଗୁଠିରେ ଗଣନା କରିପାରିବେ। ନଚେତ୍ ଯଦି ଆପଣ ତାହା କରିପାରୁନାହାନ୍ତି, ତେବେ ଅତି କମରେ 11 ଥର ଲେଖାଏଁ ଜପ କରନ୍ତୁ। କିନ୍ତୁ ଆପଣ ଯେତେ ଅଧିକ ଜପ କରିବେ, ସେତେ ଭଲ। ଜପ କରିବା ସମୟରେ ଆଖି ବନ୍ଦ ରଖନ୍ତୁ। ମନକୁ ବିଚଳିତ ହେବାକୁ ଦିଅନ୍ତୁ ନାହିଁ। କେବଳ ମନ୍ତ୍ର ଜପ କରନ୍ତୁ। ଜପ ସମାପ୍ତ ହେବା ପରେ ଭଗବାନଙ୍କ ସମ୍ମୁଖରେ ପ୍ରଣାମ କରନ୍ତୁ ଏବଂ ଆପଣଙ୍କ ହୃଦୟର ଇଚ୍ଛା କୁହନ୍ତୁ। ଆପଣ ଯାହା ଚାହୁଁଛନ୍ତି ତାହା ସିଧାସଳଖ ପ୍ରକାଶ କରନ୍ତୁ। ଭଗବାନଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସେ ଆପଣଙ୍କର ପିତାମାତା, ପିଲା ଯେପରି ପିତାମାତାଙ୍କୁ ମାଗେ, ସେହିପରି ମାଗନ୍ତୁ। ବିଶେଷ ସତର୍କ ରୁହନ୍ତୁ। ଏହି ପ୍ରତିକାର କରିବା ପରେ ଘରେ କୌଣସି କଳହ ହେବାକୁ ଦିଅନ୍ତୁ ନାହିଁ।
ଆପଣ ଯେତେ ଶାନ୍ତ ରଖିବେ ଘରର ପରିବେଶକୁ ଆପଣଙ୍କ ପାଇଁ ସେତେ ଶୀଘ୍ର ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିବ। ଏହି ପ୍ରତିକାର ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ। ଏହାକୁ ଗୁପ୍ତ ରଖିବା ଗୁରୁତ୍ୱପୂର୍ଣ୍ଣ। ଶୋଇବା ପୂର୍ବରୁ ପୁନର୍ବାର ଓಂ ଶ୍ରୀ ମହାଲକ୍ଷ୍ମୀ ନମଃ ଏବଂ ଓಂ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ ଏବଂ ଭଗବାନ ଆପଣଙ୍କର ପ୍ରାର୍ଥନା ଶୁଣିଛନ୍ତି ବୋଲି ଏହି ବିଶ୍ୱାସ ସହିତ ଶୋଇପଡ଼ନ୍ତୁ। ଏହି ରାତିରେ ଯେତେବେଳେ ସୂର୍ଯ୍ୟାସ୍ତ ପରେ ଘର ନୀରବ ଥାଏ, ଯେତେବେଳେ ଦୀପର ଶିଖା ଜଳେ, ଯେତେବେଳେ କର୍ପୂରର ସୁଗନ୍ଧ ବାୟୁରେ ବ୍ୟାପିଯାଏ, ଆପଣ ଅନୁଭବ କରିବେ ଯେ ଏହି ପ୍ରତିକାର କେତେ ଶକ୍ତିଶାଳୀ। ଆପଣଙ୍କ ମନରେ ଏକ ଅଦ୍ଭୁତ ଶାନ୍ତି ଆସିବ, ଏକ ଆଶ୍ୱାସନା ଯେ ସବୁକିଛି ଠିକ୍ ହୋଇଯିବ ଏବଂ ସେହି ଶାନ୍ତି ଈଶ୍ୱରଙ୍କର ଆଶୀର୍ବାଦ। ଏବେ ମୁଁ ଆପଣଙ୍କୁ ଆଉ କିଛି ଉପଚାର କହିବି, ଯାହା ଶୁକ୍ରବାର ରାତିରେ ବିଶେଷ ଫଳପ୍ରଦ। ଘରୁ ନକାରାତ୍ମକ ଶକ୍ତି ଦୂର କରିବାର ଏକ ଉପାୟ। ଯଦି ଆପଣଙ୍କ ଘରେ ବାରମ୍ବାର ଝଗଡ଼ା ହେଉଥାଏ, ଘରେ ଯଦି କୌଣସି ଅଦୃଶ୍ୟ ଭାରୀପଣ ଲାଗି ରହିଥାଏ, ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଲାଗି ରହିଥାଏ, ତେବେ ନିଶ୍ଚିତ ଭାବରେ ଏହି ଉପାୟ କରନ୍ତୁ। ଶୁକ୍ରବାର ରାତିରେ ଏକ ପାତ୍ରରେ ଅଳ୍ପ ଲୁଣ ନିଅନ୍ତୁ, ସେଥିରେ ଅଳ୍ପ ହଳଦୀ ମିଶାନ୍ତୁ ଏବଂ ଏହି ମିଶ୍ରଣରୁ ଟିକେ ଘରର ପ୍ରତ୍ୟେକ କୋଣରେ, ଚାରିକୋଣରେ ଏବଂ ଦ୍ୱାରର ଉଭୟ ପାର୍ଶ୍ୱରେ ରଖନ୍ତୁ। ଏହି ଲୁଣ ଏବଂ ହଳଦୀ ନକାରାତ୍ମକ ଶକ୍ତି ଶୋଷଣ କରେ। ସକାଳେ ଉଠିବା ପରେ ଏହାକୁ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ, ଯେଉଁ ଲୁଣ ଏବଂ ହଳଦୀ ରଖିଥିଲେ, କିମ୍ବା ଏହାକୁ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ। ଏହି ଉପାୟ 7 ଦିନ ପର୍ଯ୍ୟନ୍ତ କରନ୍ତୁ। ପ୍ରତ୍ୟେକ ରାତିରେ ଆପଣ ଆପଣଙ୍କ ଘରର ପରିବେଶ ପରିବର୍ତ୍ତନ ଅନୁଭବ କରିବେ। ଦ୍ୱିତୀୟ ପ୍ରତିକାର ହେଉଛି ଧନର ବୃଦ୍ଧି ପାଇଁ। ବନ୍ଧୁମାନେ, ଶୁକ୍ରବାର ମା ଲକ୍ଷ୍ମୀଙ୍କର ଦିନ, ତ ଶୁକ୍ରବାର ରାତିରେ ଦେବୀ ଲକ୍ଷ୍ମୀ ବିଶେଷ ଭାବରେ ପ୍ରସନ୍ନ ହୁଅନ୍ତି। ତେଣୁ ହଳଦୀ କିମ୍ବା କେଶର ସହିତ ଧଳା କାଗଜରେ ଶ୍ରୀ ଲେଖନ୍ତୁ। ଏହି କାଗଜକୁ ଆପଣଙ୍କର ୱାଲେଟ୍ କିମ୍ବା ଆପଣଙ୍କର ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଦେବୀ ଲକ୍ଷ୍ମୀଙ୍କ ସମ୍ମୁଖରେ ଏକ ଦୀପ ଜଳାନ୍ତୁ ଏବଂ ଏହି ମନ୍ତ୍ରକୁ 21 ଥର ଜପ କରନ୍ତୁ। ଓಂ ଶ୍ରୀ ମହାଲକ୍ଷ୍ମୀ ନମଃ। ଶୁକ୍ରବାର ରାତିରେ ଏହି ଉପାୟ କରିବା ଦ୍ୱାରା ଆର୍ଥିକ ବାଧା ଦୂର ହୁଏ ଏବଂ ଧନ ଆସିବାର ନୂତନ ଉତ୍ସ ଖୋଲିଯାଏ। ତୃତୀୟ ଉପଚାରଟି ହେଉଛି, ଯଦି ଆପଣଙ୍କ ଘରେ କେହି ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କର ରୋଗରେ କୌଣସି ଉପଶମ ହେଉନାହିଁ, ତେବେ ଆପଣ ରାତିରେ ରୋଗୀଙ୍କର ବିଛଣା ପାଖରେ ଏକ ଗ୍ଲାସ ପାଣି ରଖନ୍ତୁ ଏବଂ ସେଥିରେ 5ଟି ତୁଳସୀ ପତ୍ର ମିଶାନ୍ତୁ। ସକାଳେ ଉଠି ସେହି ପାଣିକୁ ବାହାରେ ଥିବା ଗଛ ମୂଳରେ ଢାଳି ଦିଅନ୍ତୁ। 7 ଦିନ ପର୍ଯ୍ୟନ୍ତ ଏହି ଉପାୟ କରନ୍ତୁ। ଆପଣ ନିଶ୍ଚିତ ଭାବରେ ଫଳ ପାଇପାରିବେ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।